ଆଜି ଆମେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥା ହେବା ହେମିପ୍ଲେଜିଆ। ଏହା ଏମିତି ଏକ ଅବସ୍ଥା ଯେଉଁଥିରେ ଶରୀରର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଭାବରେ କାମ କରିବା ବନ୍ଦ କରିଦିଏ। ତେବେ ଚାଲନ୍ତୁ ଏହି ଜଟିଳ ସ୍ଥିତିକୁ ଆହୁରି ସରଳ ଭାବରେ ବୁଝିବା। କେବେ କଳ୍ପନା କରାଯାଇପାରେ କି ଯଦି ଆମ ଶରୀରର ଠିକ୍ ଅଧା ମାନେ ଗୋଟେ ପାର୍ଶ୍ୱ ହଠାତ୍ ମସ୍ତିଷ୍କର କଥା ଶୁଣିବା ବନ୍ଦ କରିଦିଏ ତେବେ କ'ଣ ହେବ? ବାସ୍ ଏଇଠୁ ହିଁ ଆରମ୍ଭ ହୁଏ ହେମିପ୍ଲେଜିଆର କାହାଣୀ, ଯେଉଁଠି ଶରୀର ଆଉ ମସ୍ତିଷ୍କ ଭିତରେ ଥିବା ସମ୍ପର୍କରେ ବାଧା ଆସେ। ତେବେ ଚାଲନ୍ତୁ ପ୍ରଥମେ ବୁଝିବା ଏହି ଏକପାର୍ଶ୍ୱୀୟ ପକ୍ଷାଘାତ ପ୍ରକୃତରେ କ'ଣ। ହେମିପ୍ଲେଜିଆର ସରଳ ଅର୍ଥ ହେଲା ଶରୀରର ଗୋଟିଏ ପାର୍ଶ୍ୱର ସମ୍ପୂର୍ଣ୍ଣ ପକ୍ଷାଘାତ, ଆଉ ଏହାର କାରଣଟା ହେଉଛି ଆମ ଶରୀରର ସେଣ୍ଟ୍ରାଲ କମାଣ୍ଡ ସିଷ୍ଟମରେ କିଛି ଗଡ଼ବଡ଼, ମାନେ ଆମ ମସ୍ତିଷ୍କ କିମ୍ବା ମେରୁଦଣ୍ଡରେ କୌଣସି ପ୍ରକାରର ଆଘାତ। ଆଚ୍ଛା, ଏଠି ଗୋଟେ କଥା ସ୍ପଷ୍ଟ କରିବା ବହୁତ ଜରୁରୀ। ଦୁଇଟା ଶବ୍ଦ ଅଛି, ହେମିପ୍ଲେଜିଆ ଆଉ ହେମିପାରେସିସ୍। ଦେଖନ୍ତୁ, ହେମିପ୍ଲେଜିଆ ମାନେ ଗୋଟିଏ ପାର୍ଶ୍ୱ ପୂରାପୂରି ପ୍ୟାରାଲାଇଜ୍ଡ, ମାନେ ସମ୍ପୂର୍ଣ୍ଣ ଗତିହୀନ। କିନ୍ତୁ ହେମିପାରେସିସ୍ର ଅର୍ଥ ହେଲା ସେହି ପାର୍ଶ୍ୱରେ ବହୁତ ବେଶୀ ଦୁର୍ବଳତା କିନ୍ତୁ ପୁରା ପକ୍ଷାଘାତ ନୁହେଁ। ଏହି ଫରକଟା ମନେ ରଖିବା ନିହାତି ଦରକାର। ତେବେ ପ୍ରଶ୍ନ ଉଠୁଛି, ଏମିତି ଏକ ଗମ୍ଭୀର ଅବସ୍ଥା ହୁଏ କାହିଁକି? ଏହାର ମୂଳ କାରଣଗୁଡ଼ିକ କ'ଣ ହୋଇପାରେ? ଦେଖନ୍ତୁ, ଏଠି ଗୋଟେ ମଜାଦାର କଥା ହେଉଛି ସମସ୍ୟାଟା ଆଦୌ ହାତ କିମ୍ବା ଗୋଡ଼ରେ ନଥାଏ। ସମସ୍ୟାର ମୂଳ ରହିଛି ଶରୀରର ମେନ୍ ସୁଇଚ୍ ବୋର୍ଡରେ, ଆମ ମସ୍ତିଷ୍କ କିମ୍ବା ମେରୁଦଣ୍ଡରେ। ଯେତେବେଳେ ସେଠି କିଛି ଗଡ଼ବଡ଼ ହୁଏ, ସିଗ୍ନାଲ ଯିବା ବନ୍ଦ ହୋଇଯାଏ ଆଉ ଅଙ୍ଗ କାମ କରିବା ବନ୍ଦ କରିଦିଏ। ଆଉ ଏହି ମସ୍ତିଷ୍କ କିମ୍ବା ମେରୁଦଣ୍ଡରେ କ୍ଷତି ହେବାର ଅନେକ କାରଣ ଥାଇପାରେ। ସବୁଠାରୁ ମୁଖ୍ୟ ଆଉ ସାଧାରଣ କାରଣ ହେଉଛି ଷ୍ଟ୍ରୋକ୍, ଯେଉଁଥିରେ ମସ୍ତିଷ୍କକୁ ରକ୍ତ ଯିବା ବନ୍ଦ ହୋଇଯାଏ। ଏହାଛଡ଼ା କୌଣସି ଦୁର୍ଘଟଣାରେ ମୁଣ୍ଡରେ ଗଭୀର ଆଘାତ ଲାଗିଲେ, ବ୍ରେନ୍ ଟ୍ୟୁମର ହେଲେ କିମ୍ବା ମେରୁଦଣ୍ଡରେ କୌଣସି କ୍ଷତି ହେଲେ ବି ଏହା ହୋଇପାରେ। ଏପରିକି ଜନ୍ମ ସମୟରେ ହେଉଥିବା ସେରିବ୍ରାଲ୍ ପାଲ୍ସି ମଧ୍ୟ ଏହାର ଏକ କାରଣ। ଆସନ୍ତୁ ଏବେ ଦେଖିବା ଏହାର ଲକ୍ଷଣଗୁଡ଼ିକ କ'ଣ କ'ଣ ଆଉ ଏହାର ପ୍ରଭାବ କେତେ ବ୍ୟାପକ। ଗୋଟେ କଥା ମନେ ରଖିବା ଦରକାର, ହେମିପ୍ଲେଜିଆର ପ୍ରଭାବ କେବଳ ମାଂସପେଶୀ ଉପରେ ପଡ଼େନି, ଏହା ତାଠାରୁ ବହୁତ ଅଧିକ। ଏହା ଜୀବନର ପ୍ରତିଟି କ୍ଷେତ୍ରକୁ ପ୍ରଭାବିତ କରିପାରେ। ଏହାର ଲକ୍ଷଣଗୁଡ଼ିକ ବହୁତ ପ୍ରକାର ହୋଇପାରେ। ଗୋଟେ ପଟେ ତ ଶାରୀରିକ ସମସ୍ୟା ଅଛି, ଯେମିତିକି ଅତ୍ୟଧିକ ଦୁର୍ବଳତା କିମ୍ବା ପୁରା ପକ୍ଷାଘାତ। ମାଂସପେଶୀଗୁଡ଼ିକ ଏତେ କଠିନ ହୋଇଯାଏ ଯାହାକୁ ସ୍ପାଷ୍ଟିସିଟି କୁହାଯାଏ, ଯେ ଚାଲିବା ବୁଲିବା ବି କଷ୍ଟକର ହୋଇପଡ଼େ। ଶରୀରର ବ୍ୟାଲେନ୍ସ ରହେନି। ଅନ୍ୟପଟେ ସମ୍ବେଦନଶୀଳ ସମସ୍ୟା ବି ଦେଖାଦିଏ, ଯେମିତି ଦେଖିବାରେ ଅସୁବିଧା, କଥା କହିବା ବେଳେ ଅଟକିଯିବା, ଏପରିକି ଖାଇବା ଢୋକିବାରେ ବି କଷ୍ଟ ହୁଏ। କିଛି ଲୋକଙ୍କର ଚିନ୍ତା କରିବା ଶକ୍ତି ଉପରେ ବି ପ୍ରଭାବ ପଡ଼ିଥାଏ। ଏତେ ସବୁ ଆହ୍ୱାନ ବିଷୟରେ ଶୁଣିଲା ପରେ ଲାଗିପାରେ ଯେ ସବୁକିଛି ଶେଷ, କିନ୍ତୁ ନା, ଆଶାର କିରଣ ବି ଅଛି। ଚାଲନ୍ତୁ ଦେଖିବା ଏହାର ଚିକିତ୍ସା ଆଉ ପରିଚାଳନା କେମିତି କରାଯାଏ, ଯାହାଦ୍ୱାରା ଜୀବନକୁ ପୁଣି ଥରେ ସଜାଡ଼ି ହେବ। ଏହାର ମ୍ୟାନେଜମେଣ୍ଟ ପାଇଁ ମୁଖ୍ୟତଃ 4ଟା ଦିଗ ଉପରେ ଗୁରୁତ୍ୱ ଦିଆଯାଏ, ଯାହାକୁ ଆମେ 4ଟି ସ୍ତମ୍ଭ କହିପାରିବା। ପ୍ରଥମତଃ, ଯେଉଁ କାରଣରୁ ଏହା ହେଲା, ଯେମିତି ଷ୍ଟ୍ରୋକ୍ କିମ୍ବା ଟ୍ୟୁମର, ତାର ଚିକିତ୍ସା କରାଯାଏ। 2ରେ ଥେରାପି, ଫିଜିକାଲ ଓ ଅକ୍ୟୁପେସନାଲ ଥେରାପି ଦ୍ୱାରା ଶରୀରକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କରାଯାଏ। 3ରେ ଔଷଧ, ମାଂସପେଶୀର କଠିନତା ଭଳି ଲକ୍ଷଣକୁ କଣ୍ଟ୍ରୋଲ କରିବା ପାଇଁ ଔଷଧ ଦିଆଯାଏ। ଆଉ ଶେଷରେ ସହାୟକ ଉପକରଣ, ଯେମିତିକି ବ୍ରେସ୍ କିମ୍ବା ୱାକିଂ ଷ୍ଟିକ୍, ଯାହା ଚଳପ୍ରଚଳରେ ସାହାଯ୍ୟ କରେ। ତେଣୁ ଏହି ସବୁ ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ଅବସ୍ଥାକୁ ନିୟନ୍ତ୍ରଣରେ ରଖିବା, ଯେତେ ସମ୍ଭବ କାର୍ଯ୍ୟକ୍ଷମତା ଫେରାଇ ଆଣିବା ଆଉ ନୂଆ ପରିସ୍ଥିତି ସହିତ ଦୈନନ୍ଦିନ କାର୍ଯ୍ୟ ପାଇଁ ନିଜକୁ ପ୍ରସ୍ତୁତ କରିବା। ଏହା ସ୍ୱାଧୀନ ଭାବେ ବଞ୍ଚିବା ଦିଗରେ ଏକ ବଡ଼ ପଦକ୍ଷେପ। ତେବେ ଗୋଟେ ବଡ଼ ପ୍ରଶ୍ନ ରହିଲା। ଆଜି ବିଜ୍ଞାନ ଯେମିତି ଆଗଉଛି, ଆମେ ମସ୍ତିଷ୍କର ରହସ୍ୟକୁ ଯେତିକି ଅଧିକ ବୁଝୁଛୁ, କ'ଣ ଭବିଷ୍ୟତରେ ଏମିତି କିଛି ନୂଆ ଟେକ୍ନୋଲୋଜି ଆସିପାରେ ଯାହା ପକ୍ଷାଘାତକୁ ସମ୍ପୂର୍ଣ୍ଣ ଭାବେ ଠିକ୍ କରିଦେବ? ଏହି ପ୍ରଶ୍ନର ଉତ୍ତର ହିଁ ବୋଧେ ଆଗାମୀ ଦିନର ସବୁଠୁ ବଡ଼ ଡାକ୍ତରୀ ଆବିଷ୍କାର ହେବ।